ପ୍ରେଜ୍ ଦ ଲର୍ଡ। ଗୀତ ସଂହିତା ତାର 119 ତାର 14 ପଦରେ ଲେଖାଯାଇଅଛି, ତୁମ୍ଭେ ମୋ ଲୁଚିବାର ସ୍ଥାନ ଓ ମୋ ଢାଳ, ମୁଁ ତୁମ ବାକ୍ୟରେ ଭରସା କରେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କର ଲୁଚିବାର ସ୍ଥାନ ଅଟେ। ମୋତେ ଗୋଟେ କଥା ମନେ ପଡ଼େ, ଆମମାନଙ୍କର ବେରସେବା ଚର୍ଚ୍ଚର ପ୍ରାଚୀନ ଆଜ୍ଞାଙ୍କୁ ତାଙ୍କର କଥା। ଆଉ ଥରେ କହୁଥିଲେ, ଯେତେବେଳେ ମୋର ନାତି ତାର ମା ଯେତେବେଳେ ତାକୁ କୌଣସି ଛୋଟ ଲୋକ ଛୋଟବେଳେ ତାଙ୍କର ନାତି କୌଣସି ଭୁଲ କି କ'ଣ କରେ, ଆଉ ଯେତେବେଳେ ତାଙ୍କର ନାତିକୁ ତାଙ୍କର ମା ଯେତେବେଳେ ମାରିବା ପାଇଁ ଯେତେବେଳେ ଆସେ, ସେ ଭଲ ଭାବରେ ଜାଣିଛି ମୁଁ କେଉଁଠି ଗଲେ ମୁଁ ବଞ୍ଚିଯିବି। ସେଥିପାଇଁ ସେ ସଦାବେଳେ କ'ଣ କରୁଥିଲେ, ତାଙ୍କର ଜେଜେବାପା ପାଖରେ ବାହାରି ଯାଉଥିଲେ, ଯିଏକି ଅଧିରାଜ ରାଜସାଜ୍ଞାଙ୍କର ପୁଅ। ସେ ଜାଣିଛି ତାର ଲୁଚିବାର ସ୍ଥାନ, ମୁଁ କାହା ପାଖେ ଗଲେ ମୁଁ ସୁରକ୍ଷା ପାଇବି। ଆଉ ଆମେ ଦେଖୁଛୁ ସେହିପରି ପରମେଶ୍ୱରଙ୍କର ବାକ୍ୟ କହେ, ପରମେଶ୍ୱର ଆମମାନଙ୍କର ଲୁଚିବାର ସ୍ଥାନ ଅଟେ। ପ୍ରେଜ୍ ଦ ଲର୍ଡ। ପରମେଶ୍ୱର ଆମମାନଙ୍କର ଲୁଚିବାର ସ୍ଥାନ। ଯେତେବେଳେ ଆମମାନଙ୍କର ଜୀବନରେ କୌଣସି ସମସ୍ୟା ଆଉ କୌଣସି ଯଦି ଆମମାନଙ୍କର ଜୀବନରେ ବିପତ୍ତି ଆସୁଛି, ଆମେ ପରମେଶ୍ୱରଙ୍କ ନିକଟକୁ ଯିବା। ଯେମିତି ତାଙ୍କର ନାତି ଯିଏକି ରାଜସାଜ୍ଞାଙ୍କର ପୁଅ, ଯିଏକି ଅଧିରାଜ, କୌଣସି ତାଙ୍କର ମା ବାଡ଼ାଇବା ପାଇଁ ଆସିଲେ, ସେ ଲୁଚିବାର ସ୍ଥାନ, ବଞ୍ଚିବାର ସ୍ଥାନ ସେ ଜାଣିଥିଲେ, ତାଙ୍କର ଜେଜେବାବା ପାଖରେ ବାହାରି ଯାଉଥିଲେ, ପ୍ରାଚୀନ ଆଜ୍ଞା ପାଖରେ। ସେମିତି ଆମେ ମଧ୍ୟ ପରମେଶ୍ୱରଙ୍କର ବାକ୍ୟ କହେ, ପରମେଶ୍ୱର ଆମମାନଙ୍କର ଲୁଚିବାର ସ୍ଥାନ ଅଟେ। ପ୍ରେଜ୍ ଦ ଲର୍ଡ। ଆମମାନଙ୍କର ଜୀବନରେ ଯଦି କୌଣସି ବିପତ୍ତି, ଯଦି କୌଣସି ସମସ୍ୟା, ଯଦି କୌଣସି ରୋଗ ଆସୁଛି, ଆମେ ପରମେଶ୍ୱରଙ୍କ ନିକଟକୁ ଯିବା, କାରଣ ସେ ଆମର ଲୁଚିବାର ସ୍ଥାନ ଅଟେ ପରମେଶ୍ୱର। ଆଉ ବାଇବଲ କହେ, ଆମମାନଙ୍କର କ'ଣ ଅଟେ ପରମେଶ୍ୱର? ଆମମାନଙ୍କର ଢାଳ। ଏଇଟା ଯେତେବେଳେ ଆମେ ଝାଡ଼ା ଯାଉଛୁ, ସେ ଢାଳ ନାହିଁ, ଯିଏକି ସୈନିକ ମାନେ ଯେତେବେଳେ ଯୁଦ୍ଧ କରିବାକୁ ଗଲାବେଳେ ସେମାନଙ୍କର ହାତରେ ତଲବାର, ଆଉ ଗୋଟେ ହାତରେ କ'ଣ ଢାଳ, ଯାହାକି ଶତ୍ରୁମାନଙ୍କର ତୀର ସବୁ ରଖିବା ପାଇଁ, ଶତ୍ରୁମାନଙ୍କର ଅଗ୍ନିବାଣ ସବୁ ରଖିବା ପାଇଁ ସେଇ ଢାଳକୁ ବ୍ୟବହାର କରନ୍ତି। ସେମିତି ପରମେଶ୍ୱର ଆମମାନଙ୍କର ଢାଳ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ସେ ଆମର ଲୁଚିବାର ସ୍ଥାନ ଅଟନ୍ତି, ଆଉ ପରମେଶ୍ୱର ଆମମାନଙ୍କର ଢାଳ ଅଟନ୍ତି। ସେ ସମସ୍ତ ଅଗ୍ନିବାଣ ତୀର ସଦୃଶ ସେଇ ସବୁ ବିପଦରୁ ପ୍ରଭୁ ଆମମାନଙ୍କୁ ସେ ଉଦ୍ଧାର କରିଛନ୍ତି, ଆଉ ଆଗେ ମଧ୍ୟ ପ୍ରଭୁ କରିବେ। ଆଉ ସେଥିପାଇଁ ସେ କହେ, ମୁଁ ତୁମର ବାକ୍ୟରେ ଭରସା କରେ। ପରମେଶ୍ୱର ଆମମାନଙ୍କର ସେ ଭରସା ଭୂମି। ଆମମାନଙ୍କର ଭରସା ପରମେଶ୍ୱରଙ୍କ ଠାରେ ରଖିବା, ଆମମାନଙ୍କର ନିର୍ଭର ପରମେଶ୍ୱରଙ୍କ ଠାରେ ରଖିବା। ସେଥିପାଇଁ ପରମେଶ୍ୱରଙ୍କର ବାକ୍ୟ କ'ଣ କହେ? ପରମେଶ୍ୱର ଆମମାନଙ୍କର ଲୁଚିବାର ସ୍ଥାନ ଅଟେ। ପରମେଶ୍ୱର ଆମମାନଙ୍କର ସେ ଢାଳ ଅଟନ୍ତି। ଆଉ ମୁଁ ପରମେଶ୍ୱରଙ୍କର ବାକ୍ୟରେ ନିର୍ଭର କରେ। ଏହା ଈଶ୍ୱରଙ୍କର ପବିତ୍ର ବାକ୍ୟ। ପ୍ରଭୁ ଆମମାନଙ୍କର ଯେକୌଣସି ବିଷୟ ହଉ, ଆମେ ପ୍ରଭୁଙ୍କର ନିକଟକୁ ବାହାରିଯିବା, କାରଣ ସେ ସମସ୍ୟାକୁ ସେ ସମାଧାନ କରନ୍ତି। ସେ ଆମମାନଙ୍କୁ ପ୍ରତ୍ୟେକ ବିପଦରେ ପ୍ରଭୁ ଆମମାନଙ୍କୁ ସେ ଉଦ୍ଧାର କରନ୍ତି। ସେ ଆଶ୍ଚର୍ଯ୍ୟ ପରମେଶ୍ୱର, ତାଙ୍କର କାର୍ଯ୍ୟ ଆଶ୍ଚର୍ଯ୍ୟ। ତେବେ ଆମେ ସେଇ ପରମେଶ୍ୱରଙ୍କ ନିକଟକୁ ଯିବା। ଆମେ ଏଣେ ତେଣେ ଯିବା ନାହିଁ। ଯେତେବେଳେ ଯେକୌଣସି ବିଷୟ ଆସୁ, ଆମେ ପରମେଶ୍ୱରଙ୍କ ନିକଟକୁ ବାହାରିଯିବା, କାରଣ ସେ ଆମମାନଙ୍କର ଲୁଚିବାର ସେ ସ୍ଥାନ ଅଟନ୍ତି। ଆଉ ପରମେଶ୍ୱର ଆମମାନଙ୍କର ସେ ଢାଳ ଅଟନ୍ତି। ଆଉ ସେ ଆମମାନଙ୍କର ସୁରକ୍ଷାଦାତା ପରମେଶ୍ୱର। ଆମେ ତାଙ୍କ ନିକଟକୁ ଯିବା, ଆଉ ସୁରକ୍ଷା ଆମେ ପାଇବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍।